ମୋର ନାଁ ହେଉଛି ଦୀପକ। ମୋର ବୟସ 22 ବର୍ଷ। ମୋର ଘର ଏବେ ବାଲେଶ୍ୱରରେ। ଆଉ ମୋର ବାପା ଆଉ ମାଆ ମଧ୍ୟ ସେଠି ହିଁ ରୁହନ୍ତି। ମୁଁ ଗୋଟେ ଭଲ କମ୍ପାନୀରେ ଚାକିରି କରୁଥିଲି। ସେଥିପାଇଁ ଆମ ଘରର ସମସ୍ତେ ବହୁତ ଖୁସିରେ ଥିଲୁ। ଆଉ ସମସ୍ତେ ଆମ ଘରେ ମଧ୍ୟ ମୋତେ ବାହା ହେବାକୁ ବହୁତ ଥର ବାଧ୍ୟ କରୁଥିଲେ। ହେଲେ ମୋର ଇଚ୍ଛା ନଥିଲେ ମଧ୍ୟ ମୁଁ ସେମାନଙ୍କର ସାମ୍ନାରେ ହଁ ହିଁ କରିଦେଉଥିଲି। ଆଉ ବାହା ହେବା ପରେ ମୋ ସହିତ ଏମିତି ହେବ ବୋଲି ମୁଁ କେବେ ବି ଜାଣିନଥିଲି। ମୁଁ ଆଉ ଆମ ଘରର ସମସ୍ତେ ଝିଅ ଦେଖିବାକୁ ବାହାରି ଗଲୁ। ସେଠାରେ ସମସ୍ତଙ୍କୁ ଝିଅ ମଧ୍ୟ ବହୁତ ପସନ୍ଦ ଆସିଲା। ହେଲେ ମୋତେ କିନ୍ତୁ ଆସିଲାନି। ହେଲେ ସମସ୍ତେ ହଁ କଲେ ବୋଲି ମୁଁ ମଧ୍ୟ ସେଠାରେ ହଁ ହିଁ କରିଦେଲି। କାରଣ ମୋତେ ସେହିପରି ଝିଅ ବିଲକୁଲ ବି ପସନ୍ଦ ନଥିଲା। ହେଲେ କ'ଣ କରିବି, ମୁଁ ବାଧ୍ୟ ହୋଇ ବାହା ହୋଇଗଲି। ବାହାଘର ସମୟରେ ମୋର ନଜର ଖାଲି ତାର ଉପରେ ହିଁ ଥିଲା। ମୁଁ ଖାଲି ଭାବୁଥିଲି ବାହାଘରଟା କେମିତି ଜଲ୍ଦି ସରିଗଲେ ତା ସହିତ ଖାଲି। ଆଉ ମୁଁ କ'ଣ କହୁଛି ଆପଣମାନେ ତ ଖାଲି ବୁଝିପାରୁଥିବେ। ସେଥିପାଇଁ ମୁଁ ଆଉ ସମ୍ଭାଳି ପାରିଲିନି। ତାପରେ ଚତୁର୍ଥୀ ରାତି ଆସିଲା। ସେଦିନ ମୁଁ ପୁରା ଖାଲି ଆକାଶରେ ଉଡ଼ୁଥିଲି। ଆଉ ମୋର ଖୁସି କହିଲେ ନ ସରେ। ସେ ମୋ ପାଇଁ କ୍ଷୀର ନେଇକି ଆସିଲେ। ମୁଁ କହିଲି କବାଟଟିକୁ ତମେ ଲକ୍ କରିଦିଅ। ସେ ଯେତେବେଳେ କବାଟଟାକୁ ବନ୍ଦ କରିବାକୁ ଗଲେ, ସେତେବେଳେ ମୁଁ ତାଙ୍କର ଦେଖି ପୁରା ଖୁସି ହୋଇଯାଉଥିଲି। ସେ ଯେତେବେଳେ କବାଟଟାକୁ ବନ୍ଦ କରିକି ଆସିଲେ, ସେ କହିଲେ, ଆରେ ଏବେ ପର୍ଯ୍ୟନ୍ତ କ୍ଷୀର କାହିଁକି ପିଇନ? ମୁଁ ଟିକେ କହିଲି, ଆରେ ଆସ ମିଶିକି ପିଇବା। ମୁଁ କ'ଣ ଏକୁଟିଆ ପିଇବାକୁ ଭଲ ଲାଗିବ? ସେ ଟିକେ ଲାଜେଇ ଯାଇ କହିଲେ, ଆରେ ମୋତେ ଭାରି ଲାଜ ଲାଗୁଛି। ମୁଁ କହିଲି, ଆଜିଠୁ ହେଉଛି ମୁଁ ତୁମର ସ୍ୱାମୀ, ଆଉ ତମେ କହୁଛ ଲାଜ ଲାଗୁଛି? ହଉ ଆସ, ନହେଲେ ମୁଁ ତୁମକୁ ପିଆଇ ଦେବି। ସେ କହିଲେ, ହଉ ମୁଁ ନିଜେ ନହେଲେ ପିଇଦେବି। ସେ ବାରମ୍ବାର ମନେ କରିବାରୁ ତାଙ୍କୁ ମୁଁ ଜବରଦସ୍ତି ଟାଣି ଆଣି କହିଲି, ହଉ କ୍ଷୀର ଯଦି ନ ପିଇଲେ ନାହିଁ, କିନ୍ତୁ ଆଜି ହେଉଛି ଆମର ଚତୁର୍ଥୀ। ଆଉ ତମେ ଆଜି କ'ଣ ହେବ ଜାଣିଛ କି ନାହିଁ? ସେ କହିଲେ, ଆରେ କ'ଣ, ମୁଁ କିଛି ବି ଜାଣିନି। ମୁଁ କହିଲି, ତମେ ଖାଲି ମୋର ପାଖକୁ ଆସ, ମୁଁ ତୁମକୁ ସବୁ ଜଣାଇ ଦେବି। ସେ କିନ୍ତୁ ଖାଲି ଡରୁଥିଲେ। ହେଲେ ମୁଁ ତାଙ୍କୁ ମୋର ପାଖକୁ ଟାଣି ଆଣିଲି ଆଉ କହିଲି, ଆଉ ଜମା ବି ତମେ ଲେଟ୍ କରନି, ଜଲ୍ଦି ତମେ ମୋର ପାଖକୁ ଆସ। ମୁଁ ଯେତେବେଳେ ତାଙ୍କର ଓଢ଼ଣୀ ଖୋଲିବାକୁ ହିଁ ଯାଇଛି, ମୁଁ ତାଙ୍କୁ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଗଲି। ଆଉ କିଛି ହେବା ପୂର୍ବରୁ ଠିକ୍ ସେ ସମୟରେ କିଏ ଗୋଟେ କବାଟଟାକୁ ଠକ୍ ଠକ୍ ଖାଲି କଲା। ମୁଁ ଭାବିଲି, ଆରେ ଏତେ ରାତି ହେଲାଣି, ଆଉ ପୁଣି କିଏ ଆସିଛି? ମୁଁ କବାଟ ଖୋଲି ଯାଇ ଦେଖେ ତ ସାମ୍ନାରେ ବାପା ଠିଆ ହୋଇଥିଲେ। ମୁଁ ପଚାରିଲି, ଆରେ କ'ଣ ହେଲା ବାପା? କହିଲେ, ମୋତେ ପାଣି ଦରକାର, ମୋତେ ବହୁତ ଜୋରରେ ଶୋଷ ହେଉଛି। ମୁଁ କହିଲି, ଆରେ ବାପା, କାହିଁକି ଆମକୁ ନିଦରେ ଉଠାଉଛ? ଆରେ ବୋଉକୁ ନ କହି ଏଠି ଆସିବାର କ'ଣ ଥିଲା ଯେ? ଆଉ ମୋ ବାପାକୁ ପାଣି ଦେଇସାରି ମୁଁ ପୁଣି ଥରେ ମୋର ରୁମ୍କୁ ଚାଲି ଆସିଲି। କିନ୍ତୁ ମୁଁ ଆସିଲା ବେଳେ ସେ ଶୋଇପଡ଼ିଥିଲେ। ଆଉ ତାଙ୍କୁ ମୁଁ ଡିଷ୍ଟର୍ବ ନ କରି ମୁଁ ମଧ୍ୟ ଶୋଇପଡ଼ିଲି। ମୁଁ କହିଲି, ଆଜି ଦିନଟା ବେକାର ଗଲା। ପରଦିନ ସକାଳୁ ଉଠି ମୋ ଅଫିସ୍ ମଧ୍ୟ ଚାଲିଗଲି। ଆଉ ମୋ ଅଫିସରୁ ଫେରିଲା ବେଳକୁ ସେ ମୋତେ ଖାଲି ଚାହିଁ ବସିଥିଲେ। ଆଉ ସେଦିନ ସମସ୍ତେ ମଧ୍ୟ ଖାଇ ପିଇ ନିଜ ନିଜର ରୁମ୍କୁ ଯାଇ ଶୋଇବାକୁ ଲାଗିଲୁ। ମୁଁ ଭାବିଲି, କାଲି ତ କିଛି ବି କାମ ହେଲାନି, କିନ୍ତୁ ଆଜି ଯେମିତି ହେଲେ ବି କିଛି ଗୋଟେ କରିବାକୁ ହେବ। ହେଲେ ମୁଁ କହିଲି, ଆରେ ସେ ତ ଏତେ ସହଜରେ ମାନିବା ଲୋକ ନୁହେଁ, ଆଉ ସେ ବି ଏ ବିଷୟରେ କିଛି ବି ଜାଣିନି। ହେଲେ ମୁଁ ଏମିତି ଭାବୁ ଭାବୁ ମୋତେ ଗୋଟେ ଉପାୟ ଆସିଲା। ଆଉ ମୁଁ କହିଲି, ତାଙ୍କୁ ଯଦି କ୍ଷୀରରେ ନିଶା ଔଷଧ ଦେଇଦେବି, ତାହେଲେ ମୋର ଆହୁରି ମଧ୍ୟ ସୁବିଧା ହୋଇଯିବ। ସେ କହିଲେ, ଆରେ କ'ଣ ଭାବୁଛ ଯେ? ଆରେ ରାତି 11ଟା ଆସି ହେଲାଣି, ଆରେ ଶୋଇନ ଯେ? ମୋତେ କିନ୍ତୁ ନିଦ ଆସିଲାଣି। ସେ ଶୋଇବାକୁ ଯାଉଥିଲେ। ଠିକ୍ ସେତିକିବେଳେ ମୁଁ କହିଲି, ଆରେ ଟିକେ ରୁହ, ମୁଁ ତୁମ ପାଇଁ ଗୋଟେ କ୍ଷୀର ଆଣି ଦେଉଛି। ସେ କହିଲେ, ମୋତେ ଜୋରରେ ନିଦ ଆସିଲାଣି, ଯାହା ଆଣିବାର ଅଛି ଜଲ୍ଦି ଆଣିକି ଦିଅ। ମୁଁ ମଧ୍ୟ ଆଉ ଡେରି ନ କରି କ୍ଷୀର ଆଣି ତାକୁ ଦେଇଦେଲି। ଆଉ ସେ ମଧ୍ୟ ପିଇ ସାରି ଶୋଇପଡ଼ିଲେ। ମୁଁ ଟିକେ ସମୟ ପରେ ମୁଁ ତାଙ୍କୁ ଉଠାଇବାକୁ ଚେଷ୍ଟା କଲି, ହେଲେ ସେ କିନ୍ତୁ ଆଉ ଉଠିଲେନି। ମୁଁ ଭାବିଲି, ଏବେ ମୁଁ ତାଙ୍କ ସହିତ ଯାହା ବି କରିବି ସେ କିଛି ବି ଜାଣିପାରିବେ ନାହିଁ। ହେଲେ ମୁଁ ତାଙ୍କୁ ଯେତେବେଳେ ସ୍ପର୍ଶ କରିବାକୁ ହିଁ ଯାଉଥିଲି, ମୋତେ କିନ୍ତୁ ଖାଲି ଭାରି ଡର ଲାଗୁଥିଲା। ଆଉ ମୁଁ ଖାଲି ଭଗବାନଙ୍କୁ ହିଁ ଡାକୁଥିଲି, ହେ ଭଗବାନ, ମୋତେ ରକ୍ଷା କର। ଆଉ ମୁଁ ଯାହା ଭାବୁଥିଲି ସେୟା ହିଁ ହେଲା। ମୁଁ ଯେତେବେଳେ ତାକୁ ଟିକେ ସ୍ପର୍ଶ କରିବାକୁ ହିଁ ଯାଇଛି, ସେ କେମିତି କେଜାଣି ନିଦରୁ ଉଠିଗଲେ। ଆଉ କହିଲେ, ଆରେ ଇଏ ତମେ କ'ଣ କରୁଛ?
ମୁଁ କହିଲି, ଆରେ ସେମିତି କିଛି ନାହିଁ, ତମର ଡ୍ରେସ୍ଟାକୁ ମୁଁ ଠିକ୍ କରି ଦେଉଥିଲି। ଆଉ ମୁଁ ଏବେ ଭଗବାନଙ୍କୁ ଡାକି ଟିକେ ଶାନ୍ତିରେ ଶୋଇପଡ଼ିଲି। ଆଉ ସେଦିନ ବି କିଛି ବି ହେଲା ନାହିଁ। ସେ ଯେତେବେଳେ ସକାଳୁ ଉଠିଲେ ସେ କହିଲେ, ଆରେ ମୋର ସବୁ ଜାଗାରେ ବହୁତ କଷ୍ଟ ହେଉଛି। ବନ୍ଧୁଗଣ, ଏହାର ପାର୍ଟ 2 ଯଦି ଦେଖିବାକୁ ଚାହୁଁଛନ୍ତି ତାହେଲେ ମୋର ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ ସିଲେକ୍ଟ କରି ରଖିଥାନ୍ତୁ। ମୁଁ ଯେତେବେଳେ ବି ନୂଆ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣଙ୍କର ପାଖରେ ପହଞ୍ଚିବ। ବନ୍ଧୁଗଣ, ମୁଁ ଆଶା କରୁଛି ମୋର এই ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସେ ତେବେ ମୋର ଏ ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍ ଆଉ ସମସ୍ତଙ୍କ ପାଖକୁ ସେୟାର କରନ୍ତୁ। ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଦେଖା ହେବା ଆଉ ଏକ ନୂଆ ଭିଡ଼ିଓରେ ଏମିତି ଏକ ସୁନ୍ଦର କାହାଣୀ ସହିତ। ବର୍ତ୍ତମାନ ମୁଁ ରହୁଛି।